ନେଇ ଯାଅ ସଣ୍ଟଟା ବଦିକି ଦହି ପାଣି ଦିଆ ହଉଛି। ଲସି ସିଆଡ଼େ ଗଲେ ପିଲା ହବନି। ଆଜି ତୁ ମଉଜ ଖାଇବା ଯିବୁ। ଲସି ନେଇ ଆସିବି ଗାଡ଼ିରେ ଦେଖେଇ ଦେଖେଇ ତମକୁ ପିଇବି। ଲସି ନେଇ ଆସିବୁ ଗାଡ଼ିରେ ଦେଖେଇ ଦେଖେଇ ପିଇବି। ଆଜି ମଉଜ ଖାଇବ ଲସି କମିବି। ମଉଜ କଲେ ଖାଇବାକୁ ଗଲେ ମଉଜ କରି ଖାଲି ଭାତ ଡାଲି ଖଟା ଖିରି ଚିକେନ ମାଛ ମଟନ କରିବେ ନା ନା ମଟନ ବସି ଗୋଟେ ନାଇଁ ନା ମଟନ ହେବନି ଭାତ ଡାଲି ଖଟା ଖିରି ଚିକେନ ମାଛ ଆଉ କେଉଁ ପକୋଡ଼ା କରିଥିବେ ଆଉ କ'ଣ କରିଥିବେ କହିଲ ଆଇସ୍କ୍ରିମ୍ ଗୋଟେ ଯଦି ଥବ ଥବ ନହେଲେ ନାହିଁ ଗୁପଚୁପ୍ଟା କରିଥିବେ ଗୁପଚୁପ୍ଟା ଖାଇବା ତାପରେ ଏତିକି ଧର 8-9ଟା ଜିନିଷ ଆଉ ଖାଇ ପିଇକି ପେଟେ ବାଡ଼େଇ ଦେଇଛି ଘରେ ଟିଭି ଲଗେଇଦେଇ ଶୋଇବା। ତୋର ଖାଇବାଟା ମାନେ ମେନ୍ ମୁଖ୍ୟ ନା। ଖାଇବିନି ବଞ୍ଚିବି କେମିତି? ତାମାନେ ଯିଏ ଡାକନ୍ତୁ ନ ଡାକନ୍ତୁ ଯାଇ ଖାଇବୁ। ହଁ ଆମ ଗାଁରେ ମୁଁ ସବୁ ଆଡ଼କୁ ପଳାଇ ଖାଇବାକୁ। ଯେଟା ଡାକନ୍ତି ନ ଡାକନ୍ତୁ ହଁ ତ ଦେଖିଲ ତ ଯିଏ ଡାକନ୍ତି ନ ଡାକନ୍ତି ଯିଏ ତାହେଲେ ଖାଇବାକୁ ଯାଉ ଲୋକ ପଚାରନ୍ତି ଇଏ କ'ଣ ସେ ଗାଁରୁ ପଳେଇ ହେଲାଣି। ଲୋକ କହନ୍ତି ଯେ ଆସିବ ଶାନ୍ତିରେ ଖାଇକି ଯିବ। ମାନେ ଯୋଉ ସାହି ହେଲେ ବି ହଁ ଆମ ଗାଁରେ ଧର ଭଦ୍ରକମଳ ହରିପୁର ଗୌଡ଼ ସାହି ଢିଅ ସାହି ହେଲା ସାହି ମାନଙ୍କରେ ମୁଁ 4ଟା ସାହି ନହେଲେ ଆର ହରିପୁର ଯାଏ ପଳାଏ ମାନେ ଖାଇବା ପାଇଁ ଏକୁଟିଆ ପଳେଇ ଯାଉ। ହଁ ସଙ୍ଗାତ ସେ ଏକୁଟିଆ ପଳେଇ ଯାଉ। ହରିପୁର ମୋ ସାଙ୍ଗ ଘରକୁ ତାଙ୍କର ସବୁ ବର୍ଷ ଦିଅନ୍ତି ଖାଇବା ସେଠିକି ଯାଇ ଖାଇକି ଆସେ। ଖାଇବାଟା ତୋ କହିବା ତ ଖାଇବାଟା ମୁଖ୍ୟ। ଖାଇବୁ ପିଇବ ବଞ୍ଚିବ। ଖାଇଲେ ପିଲା ବଞ୍ଚିବ ନା। ମୋଟା ଚୋଟା ହେଇକି ଏମିତି ଚାଲିବ। ମୋଟା ଚୋଟା ହେଇକି ହଁ ଦେଖିଲ ତ କ'ଣ ତମେ ଏତେ ରୋଜଗାର କରି ଲାଭ କ'ଣ? ଖାଇ ପିଇକି ଏମିତି ମୋ ଭଳିଆ ମୋଟା ହବ। ନାଇଁ ନାଇଁ ମୋ ଭଳିଆ ନା ମାମୁଁ ଭଳିଆ ମୋଟା। ମୁଁ କୋଉ ମୋଟା? ଆଉ ଏତେ ବଡ଼ ପେଟ ତମର। ତୋ ଭଳିଆ ବା ତୁ ଉଠି ପାରୁନୁ। ତମେ 80 କେଜି। ହଁ ତୁ ତ ଉଠି ପାରୁନୁ ମୁଁ କ'ଣ ଉଠି ପାରୁନି? ତୁ ଦେଖା ଉଠିଲି ଦେଖିଆ ତୁ ଦେଖିଆ ଉଠିଲି ଦେଖିଆ ତୁ ତ ଉଠି ପାରୁନୁ ଭରା ଦେଇକି ଉଠିବୁ ମାମୁଁ ଉପରେ ଗୋଡ଼ ଥଉଛୁ ନା। ମୁଁ ସେଇଟାକୁ ଆଣୁଛି କୁଆଡ଼େ ନା ଖରା କେମିତି ଯାଉଛି? ତୁ ସନ୍ଧ୍ୟାବେଳେ ଯିବୁ ସିଆଡ଼େ ଭୋଜି ଖାଇବାକୁ ସେଠି ତୁ ବା ଏଇନା ମଟନ୍ ହେଇଛି ଖାଇବୁ ମଟନ୍ ବିରିୟାନୀ। ତୁ ନା ମଟନ୍ ବିରିୟାନୀ ଖାଇବୁନି କି? ଗାଡ଼ି ଚାବି ଅଛି ଓ ଅଙ୍କଲ ଗାଡ଼ି ଚାବି ଅଛି। ଗାଡ଼ି ନାହିଁ ଚାବି ଅଛି। ହଁ ଦିଅ। ଏବେ ଗାଡ଼ି ନାହିଁ। ହଁ ନଥା ଦିଅ ଚାବି ଦିଅ। ତୁ ଏଇନା ମଟନ୍ ବିରିୟାନୀ ଖାଇବୁ ନା ଖାଇବୁନି? ନା ନାଇଁ ମଟନ୍ ବିରିୟାନୀ ଖାଇବୁନି? ଆମର ସ୍କୁଟି ଅଛି। କେନ୍ତା କଲର? ଧଳା କଲର। କୋଉଠି କହିଲ? ମୁଁ ଆଉ ଟେକି ଦେଇକି ବସି ପଡୁଛି। ଇଏ ପଳେଇବ ଆଉ ଦବା। ନାଇଁ ତୁ ଏଇନା ଟାଇମ୍ ଏଇନା କେଇଟା ହେଲାଣି? ଟାଇମ୍ କେଇଟା ହେଲାଣି? ଟାଇମ୍ 3ଟା ବାଜିବ। ଚାଲ ଖାଇଦେଇ ଆସିବୁ ମଟନ୍ ବିରିୟାନୀ। ମୁଁ ସେ ମଟନ୍ ବିରିୟାନୀ ଖାଇବିନି। ଆଉ ମୁଁ ଚିକେନ୍ ବିରିୟାନୀ ଖାଇବିନି କି ମଟନ୍ ବିରିୟାନୀ ଖାଇବିନି ଟିକେ ଲସି ପିଇବି। ଲସି କୋଉ ଲସି ପିଇବି? ରାବିଡ଼ି ଲସି ଆମ ଯେଉଁ ଲସି ପୂଜା ଆମେ ଏଇନା ଯାଇଥିଲୁ ଶୁଣ ସେଇଠି ପିଇବି। କାଲି ତ ଭାଇ ମୁଁ ବରା ପିଆଜି କଷା ଆଣିଛି ନା ଆଣିନି? ଏତିକି ଟିକେ କଷା ମୋ ଭଉଣୀ ଖାଇଦେଲା। କ'ଣ ମୋ ଭଉଣୀ ଛଡ଼େଇ ଖାଇଦେଲା। ଆଉ କେତିକି ଆଣିଥାନ୍ତି? ଏତିକି ମୁଁ ଟିକେ ଖାଇ ମୁଁ ବା ଆଣିଥିଲି ଗୋଟେ ଠୋଲାଏ ଆଉ ଯେତିକି ଥିଲା ସେ ସବୁ ଜାଣି ଦେଲା ନା ନାଇଁ? ଆଜି ଲସି ପିଇବା ଆଉ ଥଣ୍ଡା ପିଇବା ଆଉ ବରା ତରକାରୀ ଖାଇବା ଆଉ ଗୋଟେ ଡାର୍କ ଫାଣ୍ଟାଷ୍ଟା ଟିକେ ବଡ଼ ଚକୋଲେଟ୍ ଆଣି 50 ଟଙ୍କା ପଡ଼ିବ ହେଲା ସେଇଟା ଆଣିବା ହେଲା ଆଉ କ'ଣ ଆଣିବା କହିଲ ମିନିମମ୍ 40 50 100 ହେଲା 110 ଆଉ ବରା କଷା ଟିକେ ଟିକେ ଖାଇଦେଇ ପଳେଇ ତଥାପି ଟିକେ ଟିକେ ମାନେ କେତେ ଟଙ୍କା ବରା? ବରା 4ଟା ଖଣ୍ଡେ ଖାଇଲେ ନାଇଁ ବରା ତୁ 2 ଟଙ୍କିଆ ଖାଇବୁ ନା 5 ଟଙ୍କିଆ? 5 ଟଙ୍କିଆ କେଇଟା ଖଣ୍ଡେ ହେଲେ? 4ଟା ବରା ସାଙ୍ଗରେ କଷା ଅଛି ନା ଖାଲି? କଷା ଏତେ
ମାନେ ବରା ଯେତିକି କଷା ତା 3 ଡବଲ ମୋର 150 ଟଙ୍କା ଆଉ ମାନେ ତୁ ଖାଇବୁ 150 ଟଙ୍କା ଇଏ ବାଟ କଣ ପଡୁଛି ଏ 150 ଟଙ୍କା କହିଲେଣି ଥଣ୍ଡା ଗୁରା ପିଇଦେଲେ ପଇସା ଉଠିଗଲା ଆଉ ଅଣ୍ଡା ଗୁରା ପିଇଦେଲି ଥଣ୍ଡା ଓହୋ 50 ଟଙ୍କା କାଟ ଗାଁ ଖଣ୍ଡା ଚକଲେଟ୍ ଆଣିଲ 50 ଟଙ୍କା ହେଲା ତାକୁ ରଖି ତାକୁ ଛାଡ଼ିଦେ ତାକୁ ତ ମୁଁ ଏବେ ଖାଉଛି ତାକୁ କାଲି ଖାଇବାନି ଆଜି ନେଇ ଆସି କାଲି ଖାଇବା ହେଲା ଖାଇବା କାଲି ଖାଇବା ମାନେ ଆଜି ଦିନଟା ତୁ ଖା ଆଜି ଦିନ ମୁଁ 100 କାଲି କଥା ପୁଣି କାଲି ଚିନ୍ତା ହେବନି 100 ଟଙ୍କା ସଙ୍ଗାତ ଗ୍ୟାସ୍ ଖୋଲିଦେଲା ସଙ୍ଗାତ ଗ୍ୟାସ୍ ଖୋଲି ସାରିଲାଣି ଏଇ ଇତିହାସ ଚଳିଯିବା 3 ଜଣ ଆଗ